ଚହଲଙ୍କ ହାଟ୍ରିକ୍ ୱିକେଟ୍। ଗୋଟିଏ ଓଭରରେ ନେଲେ ଚହଲ 4ଟି ୱିକେଟ୍। ଦର୍ଶକ ବନ୍ଧୁ, ଆଇପିଏଲ୍ 2025ର ପଞ୍ଜାବ କିଙ୍ଗସ୍ ସ୍ପିନର ମାଷ୍ଟର ଯୁଜବେନ୍ଦ୍ର ଚହଲ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଭୟଙ୍କର ପ୍ରଦର୍ଶନ କରି ମ୍ୟାଚ୍କୁ ଓଲଟପାଲଟ କରିଦେଇଛନ୍ତି। ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚହଲ ଗୋଟିଏ ଓଭରରେ ହାଟ୍ରିକ୍ ସହିତ ମୋଟ 4ଟି ୱିକେଟ୍ ଝଡ଼ାଇ ଚେନ୍ନାଇର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ପକାଇଛନ୍ତି। ଏହି ମ୍ୟାଚ୍ରେ ସାମ୍ କରନଙ୍କ 47 ବଲ୍ରେ 88 ରନ୍ର ଚମତ୍କାର ଇନିଂସ ସତ୍ତ୍ୱେ ଚହଲଙ୍କ ଗୋଟିଏ ଓଭରରେ 4 ୱିକେଟ୍ ନେବା ଚେନ୍ନାଇକୁ 19.2 ଓଭରରେ 190 ରନ୍ରେ ଅଲଆଉଟ୍ କରିଦେଇଛି। କରନଙ୍କ ଇନିଂସରେ 9ଟି ଚୌକା 4ଟି ଛକା ସାମିଲ ଥିଲା। ଏକ ପର୍ଯ୍ୟାୟରେ ଚେନ୍ନାଇ 200 ରନ୍ କରିବା ନିଶ୍ଚିତ ମନେ ହେଉଥିଲା, କିନ୍ତୁ ଚହଲଙ୍କ 19ତମ ଓଭରରେ ମ୍ୟାଚ୍ର ଚିତ୍ର ବଦଳାଇ ଦେଇଥିଲେ। ଏହି ଓଭରରେ ସେ ସମସ୍ତ ୱିକେଟ୍ ନେଇଥିଲେ। ଲେଗ୍ ସ୍ପିନର ଚହଲ ନିଜ 4 ଓଭରରେ 32 ରନ୍ ଦେଇ 4ଟି ୱିକେଟ୍ ହାସଲ କରିଥିଲେ। ଏହା ପୂର୍ବରୁ ସାମ୍ କରନ ଓ ଡେଭାଲ ଡେଭିସ୍ ଚତୁର୍ଥ ୱିକେଟ୍ ପାଇଁ 78 ରନ୍ର ଦୃଢ଼ ଭାଗିଦାରୀ କରି ଦଳର 19ତମ ଓଭର ପର୍ଯ୍ୟନ୍ତ ମଜବୁତ ଗତିରେ ଆଗେଇ ଚାଲିଥିଲା, କିନ୍ତୁ ଚହଲଙ୍କ ଏହି ଓଭରରେ ସିଏସ୍କେ ସମ୍ପୂର୍ଣ୍ଣ ଧରାଶାୟୀ କରିଦେଇଥିଲେ, ଯାହାକି ଚହଲଙ୍କ ହାଟ୍ରିକ୍ ୱିକେଟ୍ରେ 200 ବି ରନ୍ କରିପାରିନଥିଲେ ସିଏସ୍କେର ଖେଳାଳିମାନେ ଏବଂ ଅଲଆଉଟ୍ ହୋଇଥିଲେ।